ଆପଣମାନଙ୍କର ମତ ଶୁଣିଲି, ଧନ୍ୟବାଦ ଦେବି। ଆପଣମାନଙ୍କୁ କୃତଜ୍ଞତା ପୁଣି ଆଉ ଥରେ ଜଣାଇବି ଯେଉଁ ବିଶ୍ୱାସ ଭରସା ଆପଣମାନେ ରଖିଛନ୍ତି। ଆପଣମାନଙ୍କ ପ୍ରସ୍ତାବ ଭିତରେ ଆସିଲା ଯଦି ରାଜ୍ୟ ପ୍ରାର୍ଥୀ ପରିବର୍ତ୍ତନ କରୁନାହିଁ ମାନେ ଦ୍ୟାଟୁ ରାମକୁ କରିକିରି ଦାମକୁ ଯଦି କରିଦେବେ ପୁଣି ଦାମ ଯଦି ଆମର ଗ୍ରହଣୀୟ ନୁହଁ କଥା ବୁଝନ୍ତୁ। ତେଣୁ ଆମେ ଯେଉଁଟା ଟୁକୁଲା କହିଲା ସମୀର ଦାସ ନହେଲେ ସଙ୍ଗୀତା ଦାସ କଥା ପର୍ଯ୍ୟନ୍ତ ଆମର ଗ୍ରହଣୀୟ ଅଛି ନା ଥାର୍ଡ ନାଁ ବି ଆଉ ଗ୍ରହଣୀୟ ଅଛି କଥା କ୍ଲିୟର ହେଇଯାଉ। ଆଜି ଏ ପରିବର୍ତ୍ତନକୁ ଦେଖି ପୁଣି ଲାଭ କିଛି କିଛି ଘଟଣା ଆମେ ଜଣେ ଅଧ୍ୟକ୍ଷର କହିବା ଆରମ୍ଭ କରିଛି। ଯେହେତୁ ଆମର ଏ କାର୍ଯ୍ୟକ୍ରମର ଯେଉଁ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହେଇଛି ପୁରା ସୃଷ୍ଟି ହେଇଛି। କ'ଣ ହବ ନ ହବ ଘୋଷଣା ନହେଲା ପର୍ଯ୍ୟନ୍ତ ଯାହାତି ନାହିଁ ନା କହିଲେ ଆପଣମାନେ ଶୁଣିଲେ ତ ନିଶ୍ଚିତ ଭାବରେ ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ କୃତଜ୍ଞତା ଜଣାଇବି। ନମ୍ବର 1 କଥା ହେଉଛି ଟେଲିଫୋନ୍ ଆସିବ ଯିଏ ପ୍ରାର୍ଥୀ ହେଇଛନ୍ତି ବର୍ତ୍ତମାନ ସମ୍ପତ୍ତିରେ ସିଏ ଏବଂ ତାଙ୍କର ଯେଉଁମାନେ କିଛି ଆମକୁ ଛାଡ଼ି ତାଙ୍କର ସହଯୋଗୀ ହେଇଛନ୍ତି ବା ତାଙ୍କ ସାଙ୍ଗେ ଯିଏ କଂଗ୍ରେସ ଭିତରେ ଥିଲେ ବିଭିନ୍ନ ବାଟରେ ବିଭିନ୍ନ ପ୍ରକାରରେ ଚେଷ୍ଟା କରିବେ ଆମ ଭିତରେ ବିଭାଜନ କରିବାକୁ। ତେଣୁ ଆମେ ସେ ପାର୍ଟ ଉପରେ ଦୃଢ଼ ରହିବା ଭିତରେ କିଛି ସନ୍ଦେହ ନାହିଁ। ବିଧାୟକ ପଦବୀ ଦ୍ୱାରା ଆମେ ସଂଗଠନ ତିଆରି କରିନଥିଲେ, ଆମେ ଆମ କାର୍ଯ୍ୟ ଦ୍ୱାରା ସଂଗଠନ ରଖିଥିଲେ ବୋଲି ଆମକୁ ବିଧାୟକ ପଦବୀ ଯାଚିକି ଦଳ ଦେଇଥିଲା। ଯଦି ଆଜି ଦଳ ଅବିଚାର କରିଛି ତାହେଲେ ଆମର ଯେଉଁ ସଂଗଠନ ଥିଲା, ଯେଉଁ ସଂଗଠନ 20 ବର୍ଷ 30 ବର୍ଷ ହେଲା ଚାଲିଛି, ସେ ସଂଗଠନ କେମିତି ଭବିଷ୍ୟତକୁ ରହିବ। ପୁଣି 7 ଥର କେମିତି ନିମାପଡ଼ା ପଞ୍ଚାୟତ ଦଖଲ ହେବ, ତୃତୀୟ ଥର ନିମାପଡ଼ା ଏନ୍ଏସିକି ଦଖଲ କରିବା, ତୃତୀୟ ଥର ମଧ୍ୟ ବୋ ବ୍ଲକ ଦଖଲ କରିବା। ମୋ ପକ୍ଷରେ କାରଣ ଏତେ କହିଥିଲି ଯେହେତୁ ସେ ତାଙ୍କ କଲେଜ ଛାତ୍ର ଜୀବନ ରାଜନୀତି କରି ହାରିବା ଜାଣିନାହାନ୍ତି। ହାରିବା ଜିତିବା ପରିଶ୍ରମ କରିବା, କିନ୍ତୁ ଯେଉଁ ସଂଗଠନଟା ଆପଣ ତିଆରି କରିଥିଲେ, ଯେଉଁ ଗଛ ପୋତିଛନ୍ତି ସେ ଗଛ ଯଦି ଆହୁରି ଦୀର୍ଘ ଜୀବୀ ହେବାକୁ ଦରକାର ତାହେଲେ ଆମେ ଦଳ ଯଦି କିଛି ପୁନର୍ବିଚାର ନ କଲା ତାହେଲେ ଆମେ ଆମର ସ୍ୱାଧୀନ ପ୍ରାର୍ଥୀ ଲଢ଼ିବା। ଆପଣମାନଙ୍କୁ ଗୋଟିଏ ଅନୁରୋଧ କରୁଛି ଏବଂ ବିଧାୟକଙ୍କୁ ବି ଅନୁରୋଧ କରୁଛି, ଏ ଦଳ ଯେଉଁପରି ଭାବରେ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରି ଗୋଟେ ସିଓର ଜିତିବା ଜାଗା ପୁରୀ ଜିଲ୍ଲାରେ ତାକୁ ଯେଉଁ ଅବସ୍ଥାକୁ ଆଜି ଠେଲି ଦେଇଛି, ଆମେ କେତେ ଦୂର ତାଙ୍କ ଉପରେ ବିଶ୍ୱାସ କରି ଆମର କାର୍ଯ୍ୟକ୍ରମ ଆମେ ଡେରି କରିବା ଉଚିତ ନୁହେଁ। ତେଣୁ ଆପଣ ପ୍ରସ୍ତୁତ ହୁଅନ୍ତୁ। ଯାହା ଆଉ ଗୋଟିଏ ପ୍ରସ୍ତାବ ଦେଲା ତାକୁ ମୁଁ ଦେଖିଲି ସାଙ୍ଗେ ସାଙ୍ଗେ 4-5 ଜଣ ସଭାପତି ସମର୍ଥନ କଲେ। ତେଣୁ ଆପଣ ବହୁତ ଶୀଘ୍ର 30 ତାରିଖ ଭିତରେ ଗୋଟିଏ ପ୍ରତି ପଞ୍ଚାୟତରୁ 10-12 ଜଣ, ଏନ୍ଏସି ୱାର୍ଡରୁ କିଛି ସଭାପତି ନିର୍ବାଚିତ ପ୍ରତିନିଧି କରି ଗୋଟେ ବୈଠକ এই 30 ତାରିଖ ଭିତରେ ଆପଣ ଡାକନ୍ତୁ। ଆପଣ ନିଜେ ଉପସ୍ଥିତ ରହିକିରି ଗୋଟେ ଯାଉ ଆମର ଗୋଟେ ପ୍ରୋଗ୍ରାମ ହେଲା, ଫେର 30 ତାରିଖ ଆମର ଗୋଟେ ପ୍ରୋଗ୍ରାମ ରହିଲା। ତେଣୁ ଆମ ଲୋକଙ୍କୁ ଆମେ ଯେତେ ବ୍ୟସ୍ତ ରଖିପାରିବା, କାମ ଭିତରେ ରଖିପାରିବା ଆମ ନେତୃତ୍ୱମାନଙ୍କୁ, ତାହେଲେ ନାନାଦି ପ୍ରକାର ପ୍ରଲୋଭନ ଦେଖାଉଛନ୍ତି, ନାନାଦି ପ୍ରକାର ଟେଲିଫୋନ କରୁଛନ୍ତି ଶଙ୍ଖ ଭବନ ନାଁରେ। ଆଉ ବିଶେଷ କରି ମୁଁ ଅନୁରୋଧ କରୁଛି ଯେଉଁ ନେତୃତ୍ୱମାନଙ୍କୁ ସେ ଟେଲିଫୋନ କରୁଛନ୍ତି, ଆଜି ମୁଁ ଧନ୍ୟବାଦ ଦେବି ପକିନାକୁ ମୋ 2 ନମ୍ବର ୱାର୍ଡର ସଭାପତି, ସେ ତାଙ୍କୁ ଉତ୍ତର ଦେଲେ ତମେ କୋଉଦିନ ମତେ ଡାକୁଥିଲ ମିଟିଂ କି? ସମୀର ଦାସ ଦିନା ମହାପାତ୍ର ତ ବିଜୁ ଜନତା ଦଳରୁ ବହିଷ୍କାର ହେଇନାହାନ୍ତି, ବିଜୁ ଜନତା ଦଳ ତ ତାଙ୍କୁ ସସ୍ପେଣ୍ଡ କରିନି, ସିଏ ତ ଡାକନ୍ତି, ତମେ କୋଉଦିନ ଡାକୁଥିଲ? ଆମର ତ ଆଜି ମିଟିଂ ଅଛି, ସିଏ ମତେ ଡାକିଛନ୍ତି ସକାଳକୁ ପହଞ୍ଚେଇବେ। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाइपर तेज टीएससी गुरुकुल जोग दिंतु जहाँ एकेडमिक लर्निंग पार्टनर फिजिक्स वाला सहित अनुमोदित। कॉल 9438782020।